ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭଗବଦ୍ ଗୀତା କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଦ୍ୱନ୍ଦ୍ୱରେ ପଡ଼ିଥିବା ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଇଥିବା ସେହି ଅମୃତମୟ ଜ୍ଞାନ। ଆଜି ଆମେ ସେହି ମହାନ ଗ୍ରନ୍ଥର ଗଭୀରତାରେ ପୁଣିଥରେ ପ୍ରବେଶ କରିବା। ଆମର ଆଜିର ଆଲୋଚନାର କେନ୍ଦ୍ରବିନ୍ଦୁ ହେଉଛି ତୃତୀୟ ଅଧ୍ୟାୟ କର୍ମଯୋଗର 23ତମ ଶ୍ଲୋକ। ଦେଖିବାକୁ ଗଲେ ଏକ ଛୋଟ ଶ୍ଲୋକ, କିନ୍ତୁ ଏହା ଭିତରେ କର୍ମ, ନେତୃତ୍ୱ ଆଉ ସାମାଜିକ ଦାୟିତ୍ୱର କେତେ ଯେ ରହସ୍ୟ ଲୁଚି ରହିଛି, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା। ଏହି ଆଲୋଚନାର ସମ୍ପୂର୍ଣ୍ଣ ସାରମର୍ମ ବୁଝିବା ପାଇଁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ହଁ, ଆସନ୍ତୁ ପ୍ରଥମେ ମୂଳ ଶ୍ଲୋକଟିର ଉଚ୍ଚାରଣରୁ ଆରମ୍ଭ କରିବା। ଯଦି ହ୍ୟହଂ ନ ବର୍ତ୍ତେୟମ୍ ଜାତୁ କର୍ମଣ୍ୟତନ୍ଦ୍ରିତଃ ମମ ବର୍ତ୍ତମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ। ବହୁତ ସୁନ୍ଦର। ଏହାର ସରଳ ଅର୍ଥ ହେଉଛି, ଭଗବାନ କହୁଛନ୍ତି, ହେ ପାର୍ଥ, ଯଦି ମୁଁ କେବେ ବି ସାବଧାନ ହୋଇ ଆଳସ୍ୟ ନ କରି କର୍ମରେ ନିୟୋଜିତ ନ ହୁଏ, ତେବେ କ'ଣ ହେବ? ସମସ୍ତ ମନୁଷ୍ୟ ସବୁ ପ୍ରକାରରେ ମୋର ହିଁ ମାର୍ଗର ଅନୁସରଣ କରିବେ। କିନ୍ତୁ ଏହା ଶୁଣିବା ମାତ୍ରେ ମୋ ମନରେ ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଏହାର ଠିକ୍ ପୂର୍ବ ଶ୍ଲୋକରେ ତ ଭଗବାନ କହୁଛନ୍ତି ଯେ 3 ଲୋକରେ ତାଙ୍କର କୌଣସି କର୍ତ୍ତବ୍ୟ ନାହିଁ। ହଁ, ନା କିଛି ପାଇବାର ଅଛି, ନା କିଛି ହରାଇବାର ଅଛି। ଏକଦମ। ତେବେ ସେ କର୍ମ କାହିଁକି କରନ୍ତି? ଏହା ଟିକେ ବିରୋଧାଭାସ ପରି ଲାଗୁନି? ବହୁତ ଚମତ୍କାର ପ୍ରଶ୍ନ। ଆଉ ଏହା ହିଁ କର୍ମଯୋଗର ମୂଳଦୁଆ। ଦେଖନ୍ତୁ, ଏହି ବିରୋଧାଭାସକୁ ବୁଝିବାକୁ ହେଲେ ଆମକୁ କର୍ମର ଉଦ୍ଦେଶ୍ୟକୁ ବୁଝିବାକୁ ପଡ଼ିବ। ସାଧାରଣ ମଣିଷ କର୍ମ କରେ କିଛି ପାଇବା ପାଇଁ, ଧନ ସମ୍ପତ୍ତି, ସମ୍ମାନ, ସୁଖ, କିଛି ନା କିଛି। ହଁ, ସ୍ୱାର୍ଥ ପାଇଁ। କିନ୍ତୁ ଯାହା ପାଖରେ ସବୁକିଛି ଅଛି, ସେ କାହିଁକି କର୍ମ କରିବେ? ଏହାର ଉତ୍ତର ହେଉଛି ଲୋକ ସଂଗ୍ରହ। ଲୋକ ସଂଗ୍ରହ? ଏହି ଶବ୍ଦଟିକୁ ଟିକେ ସରଳ ଭାବରେ ବୁଝାଇବେ କି? ନିଶ୍ଚୟ। ଲୋକ ସଂଗ୍ରହର ମାନେ ହେଉଛି ସମାଜର କଲ୍ୟାଣ, ସଂହତି ଏବଂ ମାର୍ଗଦର୍ଶନ ପାଇଁ କାମ କରିବା। ଭଗବାନ କହୁଛନ୍ତି, ମୋର ନିଜ ପାଇଁ କୌଣସି ସ୍ୱାର୍ଥ ନାହିଁ, କିନ୍ତୁ ମୁଁ କର୍ମ କରେ, କାରଣ ଯଦି ମୁଁ ନ କରିବି ତେବେ ସମଗ୍ର ସମାଜ ପାଇଁ ଏକ ଭୁଲ ଉଦାହରଣ ସୃଷ୍ଟି ହେବ। ଏକଦମ। ସେ ଏକ ଆଦର୍ଶ ସ୍ଥାପନ କରିବା ପାଇଁ କର୍ମ କରନ୍ତି। ଯଦି ସେ ନିଜେ କର୍ମହୀନ ହୋଇଯିବେ, ତେବେ ସାଧାରଣ ଲୋକେ କ'ଣ ଭାବିବେ? ସେମାନେ ଭାବିବେ, ଯେତେବେଳେ ସ୍ୱୟଂ ଈଶ୍ୱରଙ୍କୁ କିଛି କରିବାକୁ ପଡ଼ୁନାହିଁ, ଆମେ କାହିଁକି କରିବୁ? ହଁ, ଆଉ ତାପରେ ତ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେବ। ହଁ, ତା ହିଁ ତାଙ୍କ କର୍ମର ମୁଖ୍ୟ ଉଦ୍ଦେଶ୍ୟ। ବାଃ, ଏହା ତ ଏକ ବହୁତ ଶକ୍ତିଶାଳୀ ଧାରଣା। ମାନେ, ନେତା ଯେପରି କରେ, ସମାଜ ସେହିପରି ଶିଖେ। ଏହା ତ ଆଜିର ଦୁନିଆରେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ। ଆମେ ଏହାକୁ କର୍ପୋରେଟ୍ ଜଗତରେ ଦେଖୁ, ରାଜନୀତିରେ ଦେଖୁ, ସବୁଠି। ହଁ। ଯଦି ଜଣେ ସିଇଓ ନିଜେ ଠିକ୍ ସମୟରେ ଅଫିସ ଆସୁନାହାନ୍ତି, ସେ କର୍ମଚାରୀଙ୍କଠାରୁ ସମୟାନୁବର୍ତ୍ତିତା ଆଶା କରିପାରିବେ ନାହିଁ। ଆପଣ ଏକଦମ ଠିକ୍ କହିଲେ। ଏହା ହିଁ ତ ନେତୃତ୍ୱର ମନୋବିଜ୍ଞାନ। ଶ୍ଲୋକର ଦ୍ୱିତୀୟ ପାଦକୁ ଦେଖନ୍ତୁ। ମମ ବର୍ତ୍ତମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ। ମାନେ, ମନୁଷ୍ୟ ସବୁ ପ୍ରକାରରେ ମୋର ମାର୍ଗକୁ ଅନୁସରଣ କରେ। ଆଉ ଏଠି ସର୍ବଶଃ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ ଲାଗୁଛି। ହଁ, ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ଅର୍ଥ କେବଳ ବାହ୍ୟ କାର୍ଯ୍ୟରେ ନୁହେଁ। ଲୋକମାନେ ମନୋଭାବ, ମୂଲ୍ୟବୋଧ, ଏପରିକି ଚିନ୍ତାଧାରାରେ ମଧ୍ୟ ନେତାଙ୍କୁ ଅନୁକରଣ କରନ୍ତି। ଏହା କେବଳ ରାଜା ବା ସିଇଓଙ୍କ ପାଇଁ ନୁହେଁ, ପରିବାରରେ ପିତାମାତାଙ୍କ ପାଇଁ ମଧ୍ୟ ଲାଗୁ ହୁଏ। ହଁ, ଶ୍ରେଣୀଗୃହରେ ଶିକ୍ଷକଙ୍କ ପାଇଁ, ସମାଜର ପ୍ରତ୍ୟେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଏହା ଲାଗୁ ହୁଏ। କିନ୍ତୁ ମୋ ମନରେ ଆଉ ଗୋଟେ କଥା ଆସୁଛି। ଭଗବାନଙ୍କ କର୍ମକୁ ଆମ ସାଧାରଣ କାମ ସହିତ ତୁଳନା କରିବା କ'ଣ ଠିକ୍ ହେବ? ତାଙ୍କ କର୍ମର ପରିସର ତ ବ୍ରହ୍ମାଣ୍ଡୀୟ। ହଁ, ଏହା ଏକ ବହୁତ ଆକର୍ଷଣୀୟ ଦିଗ। ଆମେ ଯେତେବେଳେ କର୍ମ କଥା ଭାବୁ, ଆମେ ଅଫିସ କାମ କିମ୍ବା ଘର କାମ କଥା ଭାବୁ। କିନ୍ତୁ ଭଗବାନଙ୍କ ପରିପ୍ରେକ୍ଷୀରେ ତାଙ୍କର କର୍ମ ହିଁ ସୃଷ୍ଟିର ନିୟମ। ଯେମିତିକି ସୂର୍ଯ୍ୟଙ୍କର ଉଦୟ ହେବା, ପବନର ପ୍ରବାହ, ଋତୁର ପରିବର୍ତ୍ତନ, ଗ୍ରହମାନଙ୍କର ଗତି, ଏସବୁ ତାଙ୍କର ନିରନ୍ତର କର୍ମର ଫଳ। ଯଦି ସେ କ୍ଷଣିକ ପାଇଁ ବିଶ୍ରାମ ନିଅନ୍ତି, ତେବେ କ'ଣ ହେବ? ଏହି ସମଗ୍ର ବ୍ରହ୍ମାଣ୍ଡୀୟ ବ୍ୟବସ୍ଥା ଭୁଷୁଡ଼ି ପଡ଼ିବ। ଏକଦମ। ଏହାକୁ ହିଁ ଧର୍ମଚକ୍ର କୁହାଯାଏ। ସେ ଏହି ଉଦାହରଣ ଦେଇ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ ଯେତେବେଳେ ମୁଁ କର୍ମତ୍ୟାଗ କରିପାରୁନାହିଁ, ତୁମେ ଜଣେ ମନୁଷ୍ୟ ହୋଇ ନିଜ କର୍ତ୍ତବ୍ୟରୁ କିପରି ପଳାୟନ କରିବ? ଆପଣ ଧର୍ମଚକ୍ର ଶବ୍ଦଟି ବ୍ୟବହାର କଲେ। ଏହାର ପ୍ରକୃତ ଅର୍ଥ କ'ଣ? ଏହା କ'ଣ କେବଳ ଧାର୍ମିକ କାର୍ଯ୍ୟକୁ ବୁଝାଏ? ନା, ନା, ଏହା ତାଠାରୁ ବହୁତ ବ୍ୟାପକ।
ଧର୍ମଚକ୍ର ହେଉଛି ସୃଷ୍ଟିର ନୈତିକ, ସାମାଜିକ ଏବଂ କର୍ମଗତ ସନ୍ତୁଳନର ଚକ୍ର, ମାନେ ଏକ ପାରସ୍ପରିକ ଦାୟିତ୍ୱ। ଓହୋ, ଯେମିତି ମେଘ ବର୍ଷା କରେ, ବର୍ଷାରୁ ଅନ୍ନ ହୁଏ। ହଁ, ଆଉ ଅନ୍ନରୁ ଜୀବ ବଞ୍ଚନ୍ତି, ଆଉ ଜୀବମାନେ ନିଜ ସତ୍କର୍ମ ଦ୍ୱାରା ପରିବେଶକୁ ପୁନରୁଶକ୍ତି ଦିଅନ୍ତି। ଏହା ଏକ ଚକ୍ର। ଯେତେବେଳେ କେହି ନିଜ କର୍ତ୍ତବ୍ୟରୁ ବିମୁଖ ହୁଏ, ସେ ଏହି ଚକ୍ରରେ ବାଧା ସୃଷ୍ଟି କରେ। ତାହେଲେ ଅର୍ଜୁନଙ୍କର ଯୁଦ୍ଧରୁ ପଳାୟନ କରିବା ଏହି ଧର୍ମଚକ୍ରକୁ ଭାଙ୍ଗିଦେବା ସହିତ ସମାନ ଥିଲା। ନିଶ୍ଚିତ ଭାବରେ। ଏହି ଶ୍ଲୋକରେ ଆଉ ଗୋଟିଏ ଶବ୍ଦ ଅଛି ଯାହା ମୋତେ ବହୁତ ପ୍ରଭାବିତ କରୁଛି, ଅତନ୍ଦ୍ରିତଃ। ଏହାର ସାଧାରଣ ଅର୍ଥ ତ ବିନା ଆଳସ୍ୟରେ, କିନ୍ତୁ ଏହାର କିଛି ଗଭୀର ଅର୍ଥ ଅଛି କି? ହଁ, ନିଶ୍ଚିତ ଭାବରେ ଅଛି। ସଂସ୍କୃତରେ ପ୍ରତ୍ୟେକ ଶବ୍ଦରେ ଏକ ଗଭୀରତା ଥାଏ। ଅତନ୍ଦ୍ରିତ କେବଳ ଶାରୀରିକ ଆଳସ୍ୟର ଅଭାବ ନୁହେଁ। ଏହାର ଅର୍ଥ ହେଉଛି ନିରନ୍ତର ଜାଗରୁକ, ସଜାଗ ଆଉ ବିନା କ୍ଳାନ୍ତିରେ କର୍ମ କରିବା। ମାନେ ଏକ ପ୍ରକାରର ସଚେତନତା। ହଁ, ନିରନ୍ତର ସଚେତନତା। ଏଥିରେ ପ୍ରମାଦ ବା ଅସାବଧାନତାର କୌଣସି ସ୍ଥାନ ନାହିଁ। ଭଗବାନ କହିବାକୁ ଚାହୁଁଛନ୍ତି ଯେ ସେ ନିଜ କର୍ମକୁ ପୂରା ଉତ୍ସାହ ଏବଂ ସମର୍ପଣ ଭାବରେ କରନ୍ତି। ଆଉ ଏହା ଅର୍ଜୁନଙ୍କୁ ଏକ ସଙ୍କେତ ଯେ କର୍ତ୍ତବ୍ୟ କେବଳ ବାଧ୍ୟ ହୋଇ କରିବା କଥା ନୁହେଁ। ଏକଦମ, ବରଂ ପୂର୍ଣ୍ଣ ଉତ୍ସାହ ଏବଂ ସଜାଗ ମନରେ କରିବାକୁ ପଡ଼ିଥାଏ। ଠିକ୍। ତେବେ ଏସବୁ ମହାନ ଦର୍ଶନକୁ ଯୁଦ୍ଧଭୂମିରେ ଠିଆ ହୋଇଥିବା ଜଣେ ଦ୍ୱନ୍ଦ୍ୱଗ୍ରସ୍ତ ଯୋଦ୍ଧା, ମାନେ ଅର୍ଜୁନ, ସେ କିପରି ଗ୍ରହଣ କରିବେ? ତାଙ୍କ ପାଇଁ ଏହାର ପ୍ରାସଙ୍ଗିକତା କ'ଣ ଥିଲା? ଏହା ହିଁ ତ ଗୀତାର ସୌନ୍ଦର୍ଯ୍ୟ। ଗୀତା କେବେ ବି କେବଳ ଶୁଖିଲା ଦର୍ଶନ କହେ ନାହିଁ। ଏହା ସବୁବେଳେ ବ୍ୟାବହାରିକ। ଦେଖନ୍ତୁ, ଅର୍ଜୁନ କେବଳ ଜଣେ ସାଧାରଣ ସୈନିକ ନଥିଲେ। ସେ ପାଣ୍ଡବ ପକ୍ଷର ମୁଖ୍ୟ ସ୍ତମ୍ଭ ଥିଲେ। ହଁ, ଧର୍ମଯୁଦ୍ଧର ପ୍ରତୀକ ଏବଂ ଲକ୍ଷ ଲକ୍ଷ ସୈନିକଙ୍କ ପାଇଁ ଆଶାର ଉତ୍ସ ଥିଲେ। ଯଦି ସେ ସେତେବେଳେ ନିଜ ଗାଣ୍ଡିବ ତ୍ୟାଗ କରିଦେଇଥାନ୍ତେ, ତାହା କେବଳ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇନଥାନ୍ତା। ତାହା ସମଗ୍ର ସେନାର ମନୋବଳକୁ ଭାଙ୍ଗି ଦେଇଥାନ୍ତା। ହଁ, ଆଉ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହିଁ ପାଣ୍ଡବଙ୍କର ପରାଜୟ ସୁନିଶ୍ଚିତ କରିଥାନ୍ତା। ଆଉ ଅଧର୍ମର ବିଜୟ ପାଇଁ ରାସ୍ତା ଖୋଲି ଦେଇଥାନ୍ତା। ସେଇଆ। ଅର୍ଥାତ୍ ଭଗବାନ ତାଙ୍କୁ କହୁଛନ୍ତି, ତୁମେ ଏବେ କେବଳ ଅର୍ଜୁନ ନୁହଁ, ତୁମେ ଏକ ଆଦର୍ଶ। ଯେପରି ସମଗ୍ର ସଂସାର ମୋ ଆଡ଼କୁ ଦେଖୁଛି, ସେହିପରି ତୁମ ସମାଜ ତୁମ ଆଡ଼କୁ ଦେଖୁଛି। ସମ୍ପୂର୍ଣ୍ଣ ସଠିକ୍। ତାଙ୍କର କର୍ମତ୍ୟାଗ ଏକ ସାମାଜିକ ବିପର୍ଯ୍ୟୟ ଆଣିଥାନ୍ତା। ତେବେ ତାଙ୍କର ଅକର୍ମଣ୍ୟତା, ତାହା କେବଳ ନିଷ୍କ୍ରିୟତା ନଥିଲା। ନା, ତାହା ଏକ ଅତ୍ୟନ୍ତ ବିନାଶକାରୀ କର୍ମ ହୋଇଥାନ୍ତା। ଗୀତା ସ୍ପଷ୍ଟ କରେ ଯେ କର୍ମ ନ କରିବା ମଧ୍ୟ ଏକ ପ୍ରକାରର କର୍ମ, ଯାହାକୁ ବିକର୍ମ କୁହାଯାଇପାରେ। ଉଦାହରଣ ସ୍ୱରୂପ, ଯଦି ଜଣେ ଡାକ୍ତର ଜଣେ ଗୁରୁତର ରୋଗୀର ଚିକିତ୍ସା ନ କରେ, ତେବେ ସେ କହିପାରିବ ନାହିଁ ଯେ ମୁଁ କିଛି କରୁନାହିଁ। ହଁ, ତାର ସେହି ନିଷ୍କ୍ରିୟତା ହିଁ ରୋଗୀର ମୃତ୍ୟୁର କାରଣ ହୁଏ। ଠିକ୍ ସେହିପରି ଅର୍ଜୁନଙ୍କର ନିଷ୍କ୍ରିୟତା ଧର୍ମର ମୃତ୍ୟୁର କାରଣ ହୋଇଥାନ୍ତା। ଏକଦମ। ତେବେ ଆଜିର ଆଲୋଚନାରୁ ଏହା ସ୍ପଷ୍ଟ ଯେ କର୍ମ କେବଳ ଏକ ବ୍ୟକ୍ତିଗତ କାର୍ଯ୍ୟ ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ ମଧ୍ୟ। ଆମର ପ୍ରତ୍ୟେକ କାର୍ଯ୍ୟ, ଏପରିକି ଆମର ନିଷ୍କ୍ରିୟତା ମଧ୍ୟ, ହଁ, ଆମ ଚାରିପାଖର ଦୁନିଆ ଉପରେ ଏକ ପ୍ରଭାବ ପକାଇଥାଏ। ଆଉ ଯେତେବେଳେ ଆମେ କୌଣସି ପ୍ରଭାବଶାଳୀ ସ୍ଥିତିରେ ଥାଉ, ସେତେବେଳେ ଏହି ଦାୟିତ୍ୱ ଆହୁରି ବଢ଼ିଯାଏ। ସତ କଥା। କର୍ତ୍ତବ୍ୟ ପଥରେ ଅତନ୍ତ୍ରିତ ଭାବରେ, ମାନେ ପୂର୍ଣ୍ଣ ସଜାଗତା ଓ ଉତ୍ସାହର ସହିତ ଚାଲିବା ହିଁ କର୍ମଯୋଗର ସାର। ଏହି ଆଲୋଚନାରୁ ଆଉ ଗୋଟେ ଚିନ୍ତନୀୟ ବିଷୟ ସାମ୍ନାକୁ ଆସୁଛି। ହଁ, କୁହନ୍ତୁ। ଦେଖନ୍ତୁ, ଭଗବାନ କହୁଛନ୍ତି, ମନୁଷ୍ୟମାନେ ମୋର ମାର୍ଗକୁ ଅନୁସରଣ କରନ୍ତି। ଏହାର ଅର୍ଥ ତାଙ୍କର ଦୁଇଟି ସମ୍ଭାବ୍ୟ ମାର୍ଗ ଅଛି। ଏକ, ଲୋକ ସଂଗ୍ରହ ପାଇଁ ସକ୍ରିୟ ଭାବେ କର୍ମ କରିବା, ଏବଂ ଦୁଇ, ନିଷ୍କ୍ରିୟ ରହିବା। ସେ ପ୍ରଥମ ମାର୍ଗଟିକୁ ବାଛିଛନ୍ତି। ଓହୋ। ତେବେ ଏହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଯେତେବେଳେ ଆମେ ଆଳସ୍ୟ ବା ଅକର୍ମଣ୍ୟତା ବାଛୁ, ଆମେ କାହାକୁ ଅନୁକରଣ କରୁଛୁ? ଆମେ ଈଶ୍ୱରଙ୍କର ସେହି ନକାରାତ୍ମକ ସମ୍ଭାବନାକୁ ହିଁ ଅନୁକରଣ କରୁଛୁ। ଏକ ଅତ୍ୟନ୍ତ ଗଭୀର ପ୍ରଶ୍ନ। ପ୍ରଶ୍ନ ହେଉଛି, ଆମେ ତାଙ୍କର କେଉଁ ରୂପକୁ ଅନୁସରଣ କରିବାକୁ ବାଛିବା? ସକ୍ରିୟ ସୃଷ୍ଟିକର୍ତ୍ତା ନା ନିଷ୍କ୍ରିୟ ଉଦାସୀନ ସ୍ଥିତି? ଆଶା କରୁଛୁ ଆମର ଶ୍ରୋତାମାନଙ୍କୁ ଏହି ଆଲୋଚନା ଭଲ ଲାଗିଥିବ ଏବଂ ଏହା ନିଜ କର୍ମ ଓ ଦାୟିତ୍ୱ ବିଷୟରେ ଚିନ୍ତା କରିବାକୁ ପ୍ରେରଣା ଦେବ। ଯଦି ଆପଣମାନଙ୍କୁ ଏହି ଆଲୋଚନା ଭଲ ଲାଗିଲା, ତେବେ ଏହାକୁ ଲାଇକ୍ ଏବଂ ଅନ୍ୟମାନଙ୍କ ସହିତ ସେୟାର କରି ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଲାଭ କରନ୍ତୁ। କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖିବାକୁ ଅନୁରୋଧ। ଆଗାମୀ ଆଲୋଚନାରେ ଆମେ ଗୀତାର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ ଉପରେ ଏହିପରି ଗଭୀର ମନ୍ଥନ କରିବା। ଆମ ସହିତ ଯୋଡ଼ି ହୋଇ ରହିଥିବାରୁ ଧନ୍ୟବାଦ।
ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।